ନମସ୍କାର। ଗପ ଅମୃତରେ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, ବିଭିନ୍ନ ପ୍ରକାର ସାଧୁ ବେଶରେ ଅନେକ ଅସାଧୁ ବ୍ୟକ୍ତି, ବାବାଜୀ, ଗୁରୁ ଭାରତବର୍ଷରେ ବୁଲୁଛନ୍ତି। ସେମାନଙ୍କଠାରୁ ଆମେ କିଭଳି ଭାବରେ ସାବଧାନ ରହିବା ଆବଶ୍ୟକ, ଆଜିର କବିତାରେ ଆପଣମାନଙ୍କୁ କହିବି। ଡେରି ନକରି ଆସନ୍ତୁ ଶୁଣିବା। ଭଗବାନ ଭାବି ପୂଜା କରୁ କରୁ ଗୁରୁ ହୋଇଗଲେ ପଥର। ଦେହରେ ଲଗାଇ ଅତର, ଭୋଳ କରୁଥିଲେ ଭକତ ଗଣଙ୍କୁ, ନଥିଲା ଜେଲର କାତର। ଭରସା ଥିଲା ଯେ ଗୁରୁଙ୍କ ଉପରେ, ଲାଗୁଥିଲେ ଭାରି ନିଜର। ବ୍ରହ୍ମା ବିଷ୍ଣୁ ମହେଶ୍ୱର ବୋଲି କହି ଚରଣ ଧୋଇଲି ତାଙ୍କର। ଧର୍ମ କର୍ମ ନାମେ ଇତର, ଶୋଷା ଶୋଷି କରି ଜନତା ମାନଙ୍କୁ ପୂର୍ଣ୍ଣ କରୁଥିଲେ ଲକର। ନେତା ଅଭିନେତା କ୍ରୀଡ଼ାବିତ୍ ଗଣ ସମସ୍ତେ ଧୋଇଲେ ପୟର। ଭକତେ କରନ୍ତି ଚିତ୍କାର, ବାନ୍ଧି ନେଇଗଲେ ପ୍ରଭୁଙ୍କୁ ତାଙ୍କର, କରିବାକୁ ସେବା ସତ୍କାର। ଆଜିର ଯୁଗରେ ମନେ ପଡ଼ିଗଲେ ଏଭଳି ଗୁରୁଙ୍କ ଚିତର। ନ ଧୋଇ ପୟର ତାଙ୍କର, ଚପଲ ଜୋତାରେ ମାଳ ଗୁନ୍ଥି ଗୁନ୍ଥି ପିନ୍ଧାଇବି ମୁଁ ବାରମ୍ବାର, ପିନ୍ଧାଇବି ମୁଁ ବାରମ୍ବାର। ବନ୍ଧୁଗଣ, ଏ ଥିଲା ବର୍ତ୍ତମାନ ଯୁଗର ଭଣ୍ଡ ଗୁରୁ ସାଧୁ ସନ୍ନ୍ୟାସୀ ମାନଙ୍କ ଠାରୁ କିଭଳି ସାବଧାନ ରହିବା ସେ ଉପରେ କବିତାଟିଏ। ପୁଣି ଆସିବି ଆଉ ଗୋଟିଏ କବିତା ନେଇ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ।